वंदे मातरम पिला माने ताले आज आम पाठपढ़ा आरंभ करवा तो ताले पूर्व क्लास रे जा पढ़ाइला समस्ते घरे करिछ सुना पिला ताले आज आम पाठ पढ़िबा आमे पूर्व क्लास रे पढ़िथिलु कोन पढ़िथिलु तीनोटी अंक को नहीं तीन अंक विशिष्ट संख्या गठन करथिलु बड़ संख्या गठन करथिलु आज कोन करबा ना एमिति तीनोटी अंक को नहीं सान संख्या गठन करबा पूर्व क्लास रे बड़ संख्या गठन करथिलु आज हमें सान संख्या गठन करबा त लिखिबा ताले हमें तले किछि कोन तीनोटी अंक देछि हमें सान संख्या गठन करबा लिखिबा एठी हम कोन कलो किछि संख्या लिखिछु हला सही संख्या को आमे तीन अंक विशिष्ट सान संख्या गठन करिबो ताले एठी केते लखा आइछि 1 4 आउ 0 ताले प्रथम सबठार सान के शून्य तो जो किसी मूल्य नहीं ताले आमे तो जदि आमे लिखिबा प्रथमे 0 1 4 ए तीन अंक विशिष्ट होछि कि शून्य जो बाम पटे रही था किसी मूल्य रहू नहीं ताले कते होछि 14 तीन अंक विशिष्ट हो नहीं ताले प्रथमे आमे कोन नबा 1 नबा तापरे 0 तापरे 4 बुझे होछि तापरे सबटा सान के देखिबा 2 अछि सान प्रथमे आमे 2 लिखिबा तापरे 3 तापरे 5 बुझे होछि एगुडो कोन सान संख्या हला जदि आमे प्रथमे लिखि दांते 5 तापरे 3 तापरे 2 बड़ संख्या हो जाउछि हम कड़ी कोन को जाय हम सान संख्या गुणिया पाई को जाय लिखा है 6 4 1 तले एठी सबठार सान आमे प्रथम लिखा के सान अछि 1 तापरे 4 तापरे 6 ने बुझियला तले ये हमर सबठार सान संख्या हला 6 आउ 4 आउ 1 को नै तीनोटी संख्या अंक को नै आमे ए तीन अंक विशिष्ट गोटे सान संख्या गठन कलु हम देख देछि 3 6 आउ 1 तले एठी सबठार सान के आमे देखबा सान अछि 1 तापरे
3 ତାପରେ 6 ସମସ୍ତେ ବୁଝିପାରିଲ। ତାହେଲେ ଆମେ ଏଠି କ'ଣ କଲୁ 3 ଅଙ୍କ ବିଶିଷ୍ଟ ସାନ ସଂଖ୍ୟା ଗଠନ କଲୁ। ଏମିତି ତମେ କ'ଣ କର ନିଜ ନିଜ ଖାତା ପେନସିଲ ବାହାର କର ଆଉ ଲେଖ କ'ଣ କରିବ ଘରେ ନିଜେ ନିଜେ କରିବ। ଏମିତି ମୁଁ କିଛି ଅଙ୍କ ଦଉଛି ତମେ 3 ଅଙ୍କ ବିଶିଷ୍ଟ ସାନ ସଂଖ୍ୟା ଗଠନ କରିବ। ତାହେଲେ ସମସ୍ତେ ଲେଖିଲ କ'ଣ କରିବ ନା ଆକୁ କ'ଣ ସାନ ସଂଖ୍ୟା ଗଠନ କରିବ। ସମସ୍ତେ ଲେଖିଲ ତ? ତାହେଲେ ମୁଁ ଲିଭଉଛି। ଠିକ ଉତ୍ତରରେ ଗୋଲ ବୋଲାଅ। ମୁଁ କିଛି ସଂଖ୍ୟା ଯୋଗ କରିଛି, 2ଟି ସଂଖ୍ୟାକୁ ଯୋଗ କରିଛି। କୋଉ ସଂଖ୍ୟାଟି ଠିକ ଉତ୍ତର ସେଇ ସଂଖ୍ୟାକୁ ଗୋଲ ବୋଲାଇବ। ତାହେଲେ ମୁଁ ଏଠି ଲେଖିଲି 5 5ରେ 3 ଯୋଗ କଲି। ଯୋଗ ଗୁଣ 3ଟି ଦେଇଛି। ତାହେଲେ 5ରେ 3 ଆମେ ଯୋଗ କଲେ କେତେ ହବ? 5ରେ 3 ଯୋଗ କଲେ କେତେ ହବ? ସମସ୍ତେ ଯୋଗ କର। କେତେ? 8। ତାହେଲେ ଆମର 8 କୋଉଠି ଅଛି? ଏଠି। ତାହେଲେ ଆମେ ସେହି ସଂଖ୍ୟାରେ ଆମେ ଏମିତି ଗୋଲ ବୁଲାଇବା। ବୁଝି ହଉଛି? ବହୁତ ସୁନ୍ଦର ପାଠଟିଏ ନୁହେଁ? ସେମିତି ଆଉ 2ଟି ସଂଖ୍ୟା ଯୋଗ କରାଯାଇଛି। ଏଠି 15, 5 ଓ 25। ଆମର 10ରେ 5 ଯୋଗ କଲେ କେତେ ଦେଖିବା? 10ରେ 5 ଯୋଗ କରିବା। କେତେ ହେଲା? 5 5 1। ତାହେଲେ 15। ତାହେଲେ ଆମର ଏଠି 15 କୋଉଠି ଅଛି? ଏଠି। ତାହେଲେ ଆମେ ଏଠି 15 ଏମିତି ଗୋଲ ବୁଲାଇବା। ବୁଝି ହଉଛି? ତାପରେ ସେମିତି ଦେଇଛି ଏଠି ଗୋଟେ
ତାହେଲେ ଆମର 8 ରେ 8 ଯୋଗ କଲେ କେତେ ହବ? 8 ରେ 8 ଯୋଗ କଲେ କେତେ ହବ? 16। ତାହେଲେ ଆମର ଠିକ ଉତ୍ତର କେଉଁଟା? ଆମେ ଏମିତି କଲ୍ କରିବା। ସମସ୍ତେ ବୁଝିପାରୁଛ ନାହିଁ? ତାପରେ ସେମିତି ଗୋଟେ ଦେଇଥିବେ 36 ଆଉ ତାହେଲେ ଆମର 36 ରେ 16 ଯୋଗ କଲେ କେତେ ହଉଛି ଦେଖିବା। 36 ରେ 16 ଯୋଗ କଲେ 6 6 12 ନେଲା 1। ତାହେଲେ 3 1 4 1 5। ତାହେଲେ କେତେ ହେଲା ଆମର 52। ତାହେଲେ 52 କୋଉଠି ଅଛି ଆମର ଏଇଠି। ତାହେଲେ ଏଇଠି ଆମେ ଏମିତି ଗୋଲ ବୁଲେଇବା। ସମସ୍ତେ ବୁଝିପାରୁଛ ନୁହେଁ? ବହୁତ ମଜାଳିଆ ପାଠଟିଏ ନୁହେଁ? ତାହେଲେ ଏମିତି ତମେ କରିବ। ତାହେଲେ ନିଜେ ନିଜେ ଖାତାରେ ଲେଖ, ଘରେ ସମସ୍ତେ କରିବ। ସମସ୍ତେ ଲେଖିଲ। ହେଲେ ଯୋଉ ସଂଖ୍ୟାଟି ଯୋଉ ଅଙ୍କଟି ଏ ଦୁଇଟି ସଂଖ୍ୟାର ଯୋଗଫଳ ଯୋଉ ସଂଖ୍ୟା ଠିକ ତାକୁ ଆମେ ଗୋଲ ବୁଲେଇବ। ସମସ୍ତେ ଲେଖିଲ। ତାହେଲେ ମୁଁ ଏଗୁଡ଼ା କଣ କରୁଛି ଲିଭେଉଛି। ଆଜି ଆମେ କାଠି ଗଣିକି ବିଡ଼ା କରିବା ଆଉ କେତେ ବିଡ଼ା ହେଉଛି ଆଉ କେତେ କାଠି ହେଉଛି ଦେଖିବା। ତାହେଲେ ଆମେ 10ଟି କାଠିକୁ ନେଇକି ଗୋଟେ ବିଡ଼ା କରିବା। ତାହେଲେ ଏଠି ମୁଁ ଦେଖିଲି 10ଟି କାଠି। 10ଟି କାଠି ଯେ ଆମର କେତେ ବିଡ଼ା? 10ଟି କାଠିରେ ଆମେ କେତେ ବିଡ଼ା କରୁଛେ? ଏକ ବିଡ଼ା করছে। ଏକ ବିଡ଼ା করছে। তাহলে 11টি কাঠি। 11ଟି କାଠିରେ ଆମର କେତେ ବିଡ଼ା ହବ? ସେଇ ଗୋଟିଏ ବିଡ଼ା ଆମେ 10ଟି କାଠିକୁ ନେଇକି ଗୋଟିଏ ବିଡ଼ା করଛେ। ତାହେଲେ 11ଟି କାଠି ହେଲେ କେତେ ବିଡ଼ା ହବ? ଏକ ବିଡ଼ା ଆଉ ଗୋଟିଏ କାଠି ରହିବ। ତାହେଲେ ଦେଖିବା ଏଠି ଏକ ବିଡ଼ା ଏକ କାଠି। ସେମିତି ଦେଇଥିଲେ 12ଟି କାଠି।
12ଟି କାଠିରେ ତାହେଲେ ଆମର କେତେ ହବ? 1 ବିଡ଼ା 2ଟି କାଠି ନୁହେଁ? ସେମିତି 13ଟି କାଠିରେ 1 ବିଡ଼ା 3 କାଠି। ବୁଝି ହେଉଛି? ତାହେଲେ ଆମର 10ଟି କାଠିକୁ ଆମେ ଗୋଟେ ବିଡ଼ା ନେଇଛୁ। ଯୋଉଠୁ ଏଠି 11ଟି କାଠି ହେଲେ 10 1 11 ତାହେଲେ 1 ବିଡ଼ା ଆଉ ଅଧିକ ଗୋଟେ 1ଟି କାଠି ରହିଯାଉଛି। ତାହେଲେ ଆମେ 1 ବିଡ଼ା 1ଟି କାଠି। ସେମିତି 12ରେ 1 ବିଡ଼ା 2ଟି କାଠି। 13ରେ ସେମିତି 14ରେ 14 କାଠିରେ 1 ବିଡ଼ା 4 କାଠି। 15ଟି କାଠିରେ 1 ବିଡ଼ା କେତୋଟି କାଠି? 5ଟି କାଠି। ଯଦି ଦେଇଥାଏ 20ଟି କାଠି ତାହେଲେ ଆମର କେତେ ହବ? ଆମର ତ 10 ବିଡ଼ା ଯେ 10ଟି କାଠି ଯେ ଗୋଟେ ବିଡ଼ା ହେଲା ତାହେଲେ 20ଟି କାଠି ଥିଲେ ଆମର ତାହେଲେ କେତେ ହବ? 2 ବିଡ଼ା ହବ। 2 ବିଡ଼ା ବା 0 କାଠି। ତାହେଲେ ଆମର କେତେ ହେଲା ଏଠି? 2 ବିଡ଼ା ହେଲା। ଯଦି ସେମିତି ଦେଇଥିବ 25ଟି କାଠି ତାହେଲେ କେତେ ହବ ଆମର? 2 ବିଡ଼ା 5 କାଠି। ଯଦି ଦେଇଥାଏ 50ଟି କାଠି ତାହେଲେ ଆମର କେତେ ହବ ଏଠି? ତାହେଲେ 10ଟି କାଠି ଆମର ଗୋଟେ ବିଡ଼ା ହେଲା। ତାହେଲେ 50ଟି କାଠି ଆମର 5 ବିଡ଼ା କାଠି। ସମସ୍ତେ ବୁଝିପାରୁଛ ନା ନାହିଁ? ଯଦି ଆମର ଦେଖିବ ଏମିତି 60ଟି କାଠି ତାହେଲେ ଆମର କ'ଣ ହବ? ସେଠି 10ଟି କାଠି ଆମର ଗୋଟିଏ ବିଡ଼ା ହେଉଛି ତାହେଲେ 60ଟି ଆମର କେତେ ହବ? 6 ବିଡ଼ା ହବ। କେତୋଟି କାଠି ହବ? କାଠି। ବୁଝିଗଲା? ଯଦି ସେମିତି କାଠି ତାହେଲେ କେତେ ହବ ଆମର? 7 ବିଡ଼ା 5ଟି କାଠି। ବୁଝି ହେଉଛି? ସେମିତି ଦେଇଥିଲେ 81ଟି କାଠି ତାହେଲେ ଆମର କେତେ ହବ? 8 ବିଡ଼ା 1 କାଠି। ସମସ୍ତେ ବୁଝିପାରୁଛ? ତାହେଲେ 90ଟି କାଠି ତାହେଲେ ଆମର କେତେ ବିଡ଼ା ହବ? 9 ବିଡ଼ା 0 କାଠି। ବୁଝୁଛି? ତାହେଲେ 100ଟି କାଠି ଯଦି 100ଟି କାଠି ଥାଏ ତାହେଲେ କେତେ ହବ? 10 ବିଡ଼ା 'ସମସ୍ତେ ବୁଝିପାରୁଛ? ଯେହେତୁ
ଆମର ଗୋଟିଏ ବିଡ଼ା ଯେ 10ଟି କାଠି 100 ବିଡ଼ା ହେଲେ 100ଟି କାଠି ହେଲେ 10 ବିଡ଼ା ହେଉଛି। ସମସ୍ତେ ବୁଝିପାରୁଛ ତ? କେତେ ବିଡ଼ା କେତେ କାଠି ଲେଖ। ସମସ୍ତେ ନିଜ ନିଜ ଖାତାରେ ଲେଖ। ଖୁବ୍ ଘରେ କରିବ। ଲେଖିବ କେତେ ବିଡ଼ା କେତେ କାଠି ଲେଖିବ। ସମସ୍ତେ ଲେଖିଲ ତ? ହେଲେ ଆକୁ କ'ଣ କରିବ ନା କେତେ ବିଡ଼ା ଆଉ କେତେ କାଠି ଲେଖିବ। ତାହେଲେ ଆଜି ତ ଆମର ସମୟ ହେଇଯାଇଛି। ଆମେ ପର କ୍ଲାସ୍କୁ ଆଉ ନୂଆ ନୂଆ ପାଠ ପଢ଼ିବା। ବନ୍ଦେ ମାତରମ୍।